ଚଡ଼କ ଯାତ୍ରା ବା ପାଠ ଯାତ୍ରା ମୁଖ୍ୟତଃ ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଶିବଙ୍କର ଏହି ଯାତ୍ରା 13 ଦିନର କଠୋର ଉପବାସ ତଥା ଅନେକ ନିୟମରେ ସମ୍ପୂର୍ଣ୍ଣ ହୁଏ। 13 ଦିନ ପୂର୍ବରୁ ପାଠଭକ୍ତା ଶ୍ରୀ ବେକେଡି, ଦେଉଳିଆ, ନିଶାଢୋଲିଆ ଏବଂ ଦଶନଖି ପରି ମୁଖ୍ୟ ଭକ୍ତମାନେ ନିଜ ବେକରେ ପଇତା ଧାରଣ କରନ୍ତି। ଏହାପରେ ଅନ୍ୟାନ୍ୟ ଭକ୍ତମାନେ 9 ଅର୍ଘ୍ୟା, 7 ଅର୍ଘ୍ୟା, 5 ଅର୍ଘ୍ୟା, ଯୋଡ଼ା ଅର୍ଘ୍ୟା ଏବଂ 3 ଅର୍ଘ୍ୟାରେ ବେକରେ ପଇତା ଧାରଣ କରି ଏହି କଠୋର ବ୍ରତକୁ ମାନନ୍ତି। ଦିନସାରା ବିନା ପାଣି, ଖାଦ୍ୟ ତଥା ଛିପ ନ ଘେଣ୍ଟି ରାତିରେ ପ୍ରଭୁଙ୍କ ପାଖରେ ଅର୍ଘ୍ୟ ଦେବା ପରେ ହିଁ ଶୁଦ୍ଧ ନିରାମିଷର ଭୋଜନ କରନ୍ତି। ଏହି ପଇତା ଧାରଣ ମଧ୍ୟରେ ହିଁ ଶିବଙ୍କର କାମିନା ବାହାଘର ଅନୁଷ୍ଠିତ ହୁଏ, ଯେଉଁଥିରେ ସମସ୍ତ ଭକ୍ତମାନେ ବରଯାତ୍ରୀ ହୁଅନ୍ତି। ଶେଷ ଦିନର ପୂର୍ବ ଦିନକୁ ନୀଳ କୁହାଯାଏ, ଯେଉଁଥିରେ ଶହ ଶହ ଲୋକେ ଶିବଙ୍କ ମୁଣ୍ଡରେ ପାଣି ଅର୍ପଣ କରନ୍ତି ଏବଂ ଶେଷ ଦିନକୁ ପାଠଯାତ୍ରା କୁହାଯାଏ। ସେଦିନ ଭକ୍ତମାନେ ନିଜକୁ ବିଭିନ୍ନ ଶାରୀରିକ ପୀଡ଼ା ଦେଇ ଶେଷରେ ପଇତାକୁ ବେକରୁ କାଢ଼ି ନିଜର ବ୍ରତକୁ ସମାପ୍ତ କରନ୍ତି। ତାହେଲେ ନିଶ୍ଚିତ କମେଣ୍ଟରେ ଜଣାଇବେ ଆପଣଙ୍କ ଅଞ୍ଚଳରେ ଏହି ପର୍ବ ପାଳନ ହୁଏ କି ନାହିଁ, ଆଉ ଆପଣଙ୍କ ନିକଟସ୍ଥ ଶିବ ମନ୍ଦିରର ନାମ କ'ଣ।